ଆଜିଠାରୁ ରାଜ୍ୟବ୍ୟାପୀ ଲାଗୁ ହୋଇଛି 14 ଦିନିଆ ଲକଡାଉନ। ପୂର୍ବରୁ ନାଇଟ୍ କର୍ଫ୍ୟୁ ଜାରି ଥିବାବେଳେ ମଙ୍ଗଳବାର ସନ୍ଧ୍ୟା 6ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି। ଏହା ସକାଳ 5ଟା ଯାଏଁ ବଳବତ୍ତର ରହିବ। ଏହାପରେ ମେ 5 ଅର୍ଥାତ୍ ବୁଧବାର ସକାଳ 5ଟାରୁ 19 ତାରିଖ ସକାଳ 5ଟା ଯାଏଁ ବଳବତ୍ତର ରହିବ ଏହି ଲକଡାଉନ। ଏହି ସମୟରେ 500 ମିଟର ଦୂରତା ମଧ୍ୟରେ ସକାଳ 6ଟାରୁ 12ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରିପାରିବେ। ଏହି ଲକଡାଉନ ସତ୍ତ୍ୱେ ସହରାଞ୍ଚଳରେ ପ୍ରତି ଶନି ଓ ରବିବାର ପୂର୍ବ ଭଳି ବଳବତ୍ତର ରହିବ ସଟ୍ଡାଉନ। ଭଦ୍ରକ ସହର ଅଞ୍ଚଳରେ ଲକଡାଉନର ପ୍ରଭାବ ଦୋକାନ ବଜାର ଖାଁ ଖାଁ ଦେଖିବାକୁ ମିଳିଥିଲା। ଲୋକେ ପନିପରିବା ସକାଳୁ ସକାଳୁ କିଣି ଚାଲି ଯାଇଥିଲେ। ଦୋକାନଗୁଡ଼ିକରେ ମଧ୍ୟ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା। ଲକଡାଉନରେ ଜରୁରୀ ସେବା ଓ ଜରୁରୀ କାମକୁ ବାଦ୍ ଦେଲେ ଗାଡ଼ି ମୋଟର ଚଳାଚଳରୁ ନେଇ ଦୋକାନ ବଜାର ପର୍ଯ୍ୟନ୍ତ ସବୁ ବନ୍ଦ ରହିବ। ବସ୍ ଗଡ଼ିବନି। ଜରୁରୀ କାମ ନଥିଲେ କେହି ପଦାକୁ ବାହାରିବେନି। କୌଣସି ପ୍ରକାର ସଭାସମିତି ସମାବେଶ ହୋଇପାରିବନି। କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ରାଜ୍ୟ ସରକାର ବାଧ୍ୟ ହୋଇ ଏପରି କଠୋର ପଦକ୍ଷେପ ନେଇଛନ୍ତି। ଭଦ୍ରକରୁ ଶେଖ୍ ଅବଦୁଲ ଫିତରଙ୍କ ରିପୋର୍ଟ, ଦି ରିପବ୍ଲିକ ଓଡ଼ିଶା 24।